ପୁନର୍ଜନ୍ମ ଓ ପୁନର୍ଜୀବନ। ପୁନର୍ଜନ୍ମ ଏବଂ ପୁନର୍ଜୀବନ ମାନବର ଈଶ୍ୱର ବିଶ୍ୱାସିତ ଧର୍ମ ଗ୍ରହଣର ଅପର ଭିନ୍ନ ଭିନ୍ନ ଏକ ଏକ ଅବବୋଧ। ପୁନର୍ଜନ୍ମକୁ ଇଂରାଜୀରେ ରିବାର୍ଥ ଏବଂ ପୁନର୍ଜୀବନକୁ ଇଂରାଜୀରେ ରେଜୁରେକ୍ସନ୍ କୁହାଯାଇଅଛି। ଈଶ୍ୱରୀୟ ପ୍ରବର୍ତ୍ତିତ ଧର୍ମକୁ ମଣିଷ ବଂଶପ୍ରଥା କ୍ରମେ ପୂର୍ବଜଙ୍କ ପାଳିତ ତଥା ପ୍ରଦର୍ଶିତ ମାର୍ଗରେ ଭୁଲ ହେଉ ଅଥବା ଠିକ୍ ହେଉ ମଣିଷ ଯୁଗ ଯୁଗ ଧରି ଗ୍ରହଣ ଏବଂ ପାଳନ କରି ଆସିଅଛି। ଶୈଶବର ଅବୋଧ ସମୟରୁ ନେଇକି ବଡ଼ ହେବା ପରେ ଜାଣିବାର ସତର୍କ ସମୟ ରହିଥିବା ପର୍ଯ୍ୟନ୍ତ ଈଶ୍ୱରୀୟ ପ୍ରବର୍ତ୍ତିତ ଧର୍ମର ଲାଭ କ୍ଷତି ମଣିଷ ଜାଣିକି ବି ଜାଣିପାରି ନାହିଁ। ମଣିଷ ସହଜରେ ଅବହେଳାକୁ ହିଁ ଦେଖାଇ ଆସିଛି। ଭାବିଛି ପିଲାବେଳୁ ଯେଉଁ ବିଶ୍ୱାସିତ ଧର୍ମକୁ ମୋର ଜନ୍ମଦାତା ବାପା ମା ମୋ ମନରେ ପ୍ରଥାସିଦ୍ଧ ବଦ୍ଧମୂଳ କରି ଭର୍ତ୍ତି କରି ଦେଇଛନ୍ତି, ସେହି ବିଶ୍ୱାସ ମୋ ପାଇଁ ସଠିକ୍ ଓ ନିର୍ଭୁଲ। ମୋର ପିତୃ ପିତାମହ ଅର୍ଜିତ ଧର୍ମ ହିଁ ଠିକ୍ ଆଉ ମୁଁ ନିଜେ ସେହି ଠିକ୍ ଧର୍ମରେ ଅଛି। ତେଣୁ ମୋର ବ୍ୟକ୍ତିଗତ ଜୀବନରେ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ରୀତିରେ ଗ୍ରହଣ କରିବାର କିଛି ଆବଶ୍ୟକତା ନାହିଁ। କଥାରେ ଅଛି, ସ୍ୱଧର୍ମେ ନିଧନଂ ଶ୍ରେୟଃ ପରୋଧର୍ମ ଭୟାବହଃ। ଅର୍ଥାତ୍ ନିଜ ଧର୍ମରେ ଥାଇ ରହି ହତ୍ୟା ହୋଇଯିବା ମରିଯିବା ଭଲ ବା ଶ୍ରେୟ, ପରନ୍ତୁ ପରଧର୍ମ ବା ଯେଉଁ ଧର୍ମୀୟ ବିଶ୍ୱାସରେ ମୁଁ ନାହିଁ ସେଇଟା ମୋ ପାଇଁ ପରଧର୍ମ, ଅନ୍ୟ ଧର୍ମ। ତାକୁ ଗ୍ରହଣ କରି ଜୀବନରେ ଭୟାବହ ପରିସ୍ଥିତି ସୃଷ୍ଟି କରିବା ଦରକାର ନାହିଁ। ନୂଆ ଧର୍ମ ଗ୍ରହଣ କରିବାକୁ ଯିବି କାହିଁକି ଯେ ଜୀବନରେ ଭୀଷଣ ପରିସ୍ଥିତିକୁ ସାମ୍ନା କରିବି ବା ଭୟଙ୍କର ସ୍ଥିତିକୁ ଆଣିବି। ସବୁଠୁ ଭଲ ନୂଆ ଧର୍ମକୁ ଗ୍ରହଣ ନ କଲେ ହେଲା। ଶିର ଥାଉ ହେଲେ ମୋର ଶିର ପୀଡ଼ା ଦରକାର ନାହିଁ। ଶିରୋନାସ୍ତି ଶିର ପୀଡ଼ା କ'ଣ ଭଲ କଥା? ଜମା ନୁହେଁ। କିଏ ମୋର ଟେନସନରେ ରହିବ? ଧର୍ମ ତ ଗୋଟିଏ ଅଛି, ସେଇଟା ରହିଥାଉ, କ୍ଷତି କ'ଣ? କିଏ ଧର୍ମ ବଦଳେଇ ମୋର କାଦୁଅକୁ ଯିବ ନା ଗୋଡ଼ ଧୋଇବ? ମୁଁ ହଲିଲା ପାଣିକୁ ଗୋଡ଼ ବଢ଼ାଇବା ଲୋକ ନୁହେଁ। ମଣିଷ ପିତୃ ପିତାମହ ଅର୍ଜିତ ଏମିତି ଭୁଲ ଧର୍ମକୁ ଠିକ୍ ବୋଲି ଭାବି ତାହାକୁ ସ୍ୱକୀୟ ନିଜର ଜୀବନରେ ଚଳାଇ ଆସିଛି। ଯାହା ଦେଖାଯାଏ, ହିନ୍ଦୁ ଧର୍ମ ହେଉ ବା ଖ୍ରୀଷ୍ଟିଆନ ଧର୍ମ ବା ଅନ୍ୟାନ୍ୟ ଧର୍ମ ହେଉ, ସେସବୁ ଧର୍ମର ପାଳନକାରୀଏ ମାନିବାକାରୀଏ ଭାରି ଲିବେରାଲ, କୋହଳ ବା ଢିଲା ମନୋବୃତ୍ତି ସମ୍ପନ୍ନ। ପାଳିଲେ ପାଳ, ନହେଲେ ନ ପାଳ, କେହି ଆକଟ କରିବାକୁ ବାଣ୍ଟିବାକୁ ନାହିଁ। ସକାଳେ ସନ୍ଧ୍ୟାରେ ଠାକୁର ମୂର୍ତ୍ତି ସାମ୍ନାରେ କଛା ମାରିକି ଧୂପ ଲଗେଇକି ହାତ ଯୋଡ଼ି ନମସ୍କାରଟିଏ କରିଦିଅ। ଯଦି ଠାକୁର ଥାକ ଉପରେ ଥାଆନ୍ତି ଆଉ ତଳେ ଥିଲେ ଆଣ୍ଠୁମାଡ଼ି ବସି ମୁଣ୍ଡିଆଟିଏ ମାରିଦିଅ। ଧୂପ ଜଳାଇ ଚାରିଆଡ଼େ ଟିକେ ଘିରି ଘିରି ବୁଲେଇ ଦିଅ। ଛୋଟିଆ ଘଣ୍ଟିରେ ଟିଣି ଟିଣି କରି ଥାପୁଡ଼ିଟିଏ ପିଟିଦେଲେ କାମ ସରିଲା। ଧର୍ମ ଅର୍ଜନ ହୋଇଗଲା। କେହି ପଚାରିବାକୁ ନାହିଁ। ଖ୍ରୀଷ୍ଟ ଧର୍ମର ଲୋକେ ରବିବାର ଦିନ ସପ୍ତାହକୁ ଥରେ ଗିର୍ଜାକୁ ଚର୍ଚ୍ଚକୁ ଯାଇ ବାଦ୍ୟଯନ୍ତ୍ରର ସାହାଯ୍ୟରେ ଗୀତ ଗାଅ, ବାଇବେଲ ପାଠ ଶୁଣିନିଅ, ମନ ମେଳାପ କର, ବାସ୍ ଧର୍ମ ଅର୍ଜନ ଶେଷ। ହିନ୍ଦୁ ବ୍ରାହ୍ମଣ ଆସି ସବୁ କିଛି କରିବ। ହୋମ ଯଜ୍ଞ ପୂଜା ପାଠ, ଠାକୁର ମୂର୍ତ୍ତି ପୂଜା ଆମର କିଏ ଏତେ ନିଜେ କରୁଛି? ତାକୁ ମାସୁଆରୀ ଦିନିକିଆ ପଇସା ଦେଇଦେଲେ ସେ ଖୁସ୍, ଆମେ ବି ଖୁସ୍। ଏମିତି ଯଦି ଜୀବନରେ ଚାଲେ ତେବେ ଧର୍ମ ଅର୍ଜନ ସତରେ ବିଷମ ସମସ୍ୟା ହିଁ ଆଣିବ। ଧର୍ମୀୟ ପ୍ରକୃତତା ଜଣାଯିବ ନାହିଁ। ହିନ୍ଦୁ ଏବଂ ଖ୍ରୀଷ୍ଟ ଧର୍ମକୁ ଥଟ୍ଟା କରୁନାହିଁ। ଧର୍ମୀୟ ଆଚରଣର ଏ ପ୍ରକାର ମନୋଭାବ ସତରେ ଆଶ୍ଚର୍ଯ୍ୟ ଲାଗେ।
ଭଗବାନ ଓ ଓଡ଼ିଆ ଜାତି ନାମକ ରଚିତ ପ୍ରବନ୍ଧରେ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଏମିତି ହିନ୍ଦୁ ଧର୍ମୀୟ ଆଚରିତ ପ୍ରଥାକୁ ବ୍ୟଙ୍ଗ କରିଛନ୍ତି। ଧର୍ମର ଏମିତି ପାଳନରେ ଥିବା କାରଣ ହେଲା ହିନ୍ଦୁ ଧର୍ମର ବୈଦିକ ଜାତି ବିଭାଗ କରଣ ଯୋଗୁଁ, ନହେଲେ ବୋଧେ ହୋଇନଥାନ୍ତା। ଧର୍ମୀୟ ଦାୟିତ୍ୱ କଦାପି ଅନ୍ୟକୁ ହସ୍ତାନ୍ତର ନୁହେଁ, ତାହା ସର୍ବଦା ନିଜର, ଆଉ ନିଜ ପାଇଁ ଉଦ୍ଦିଷ୍ଟ। ନିଜର ବ୍ୟକ୍ତିଗତ ଅର୍ଜିତ ନାନାଦି କର୍ମାବଳୀ ଅନ୍ୟକୁ ଦାୟିତ୍ୱ ଧରାଇ ଦେଲେ ଆମର ଛୁଟି, ଏଭଳି ଭାବିବା ଅନୁଚିତ। ତାହା ହେଲେ ତୁମ ପାଇଁ ଅନ୍ୟ ଖାଉ, ଅନ୍ୟ ପଇସା କମାଉ, ତୁମେ ଏମିତି କରନା। ପ୍ରାଚୀନ କାଳର ମୁନି ଋଷିମାନେ ଘରଦ୍ୱାର ଛାଡ଼ି ପାହାଡ଼ ପର୍ବତ ବଣରେ ବାସ କରି ଯେଉଁ କଠୋର ତପସ୍ୟା କରୁଥିଲେ, କୃଚ୍ଛ୍ର ସାଧନା କରୁଥିଲେ, ତାଙ୍କଠାରୁ ଧର୍ମୀୟ ପାଳନର କଠୋରତା ଆମର ଜାଣି ଧର୍ମ ପାଳନକୁ ତଦନୁଯାୟୀ କରିବା ଏବଂ କଲେ ଯାଇ ଧର୍ମ ପାଇଁ ଆମେ କିଛି କଲେ ବୋଲି ହୃଦବୋଧ ହେବ। ଯେଉଁ ଭଗବାନ ବିନା ଆମର ସ୍ଥିତି, ଗତି, ମୁକ୍ତି, ଖାଇବା, ବଞ୍ଚିବା, ରହିବା କିଛି ନାହିଁ, ତାଙ୍କୁ ଆମେ ଏତେ ସହଜରେ ପ୍ରାପ୍ତ କରିପାରିବା ନାହିଁ। ଇସଲାମ ଧର୍ମକୁ ଏ କ୍ଷେତ୍ରରେ ଉଦାହରଣରେ ଅଣାଯାଉ। 5 ଥର ନମାଜ ପାଠ, ସୌର ମାସର ପରିବର୍ତ୍ତିତ ରୀତିରେ ଯଥା ଗ୍ରୀଷ୍ମ, ବର୍ଷା, ଶୀତ ଋତୁ, ମାସକ ସାରା ନିର୍ଜଳା ନିଖାଦ୍ୟ ରୋଜା ବା ଉପବାସ, ଓଷାବ୍ରତ ପାଳନ, ରାତିରେ ବିଶେଷ ନମାଜ ତରାବି ପାଠ, ଭାବିଦେଲେ ବା ଯିଏ ଇସଲାମ ଧର୍ମକୁ ବିଶ୍ୱାସ ରୀତିରେ ଗ୍ରହଣ ପାଳନ କରେ, ନିଷ୍ଠାପର ନୈଷ୍ଠିକ ହୋଇ ସେଇ ଏକା ଜାଣିବ ଏହି ଧର୍ମର କଠୋରତାକୁ। ଅନ୍ୟମାନେ ବାହାରୁ ଦୂରରୁ ଦେଖି ସବିଶେଷ ଜାଣିପାରିବେ ନାହିଁ, ଭାବିପାରିବେ ନାହିଁ। ନିଜେ ନ ମଲେ ଯେମିତି ସ୍ୱର୍ଗ ଦେଖି ହୁଏ ନାହିଁ, ଇସଲାମ ଧର୍ମ ପାଳନ ଠିକ୍ ସେମିତି। ଇସଲାମ ଧର୍ମ ପାଳନ ଭାରି କଷ୍ଟକର କ୍ରିୟାଶୀଳତା। କାରଣ ଅଲ୍ଲାହ କହିଛନ୍ତି, ସ୍ୱର୍ଗପ୍ରାପ୍ତି ମଣିଷ ଜୀବନର ଶ୍ରେଷ୍ଠ ସଫଳତା, ଆଉ ସେଇ ସଫଳତା ପାଇବା ଆଶାରେ ଇସଲାମୀର ଏ ପ୍ରକାର ପ୍ରୟାସ କୃଚ୍ଛ୍ର କଷ୍ଟକର ସାଧନା ବା ଶ୍ରମ। ତଥାପି ଇସଲାମୀ ଲୋକେ କିଛି ଏତାଦୃଶ କଷ୍ଟକରତାକୁ ନିଷ୍ଠାପର ନିର୍ମଳ ପାଳନ କରିବାରେ ମନୋଯୋଗୀ ହୋଇନଥାନ୍ତେ। ମଣିଷକୁ ଜାଣିବା ଦରକାର, ପ୍ରତ୍ୟେକ ସଫଳତା ପାଇବା ଉତ୍ତମ କାମ ପଛରେ ସାଧନା ନିହାତି ଦରକାର, ନହେଲେ ସିଦ୍ଧି ବା ସଫଳତା ନାହିଁ। ଆଉ ଏତେ ସହଜରେ ଖୋଦା ତାଙ୍କର ନିର୍ମିତ ସ୍ୱର୍ଗକୁ ମଣିଷକୁ ଦେଇ ସୁଖୀ କରାଇବେ, କଦାପି ନୁହେଁ। ମଣିଷ ଏମିତି ଭାବିପାରିବ ନାହିଁ, ଧାରଣା ବି ମନରେ ରଖିପାରିବ ନାହିଁ। କେତେକ ହିନ୍ଦୁଙ୍କର ମୁଖରୁ ଶୁଣାଯାଇଛି କି ଆମେ ଧର୍ମ ପାଳନ ଆମର ନାରୀମାନଙ୍କୁ ଦେଇ ଦେଇଛୁ, ସେମାନେ କରୁଛନ୍ତି, ଆଉ ତୁମେ କ'ଣ ପଶୁଙ୍କ ଭଳିଆ ଖାଲି ଖାଇବ, ପିଇବ, ବୁଲିବ, ଫୁର୍ତ୍ତି ଫାଜିଲାମି କରି ହସି ଖେଳି ଜୀବନ ବିତାଇବ, ଆଉ ମରି ଦୁନିଆରୁ ଚାଲିଯିବ। କବିବର ରାଧାନାଥ ତାଙ୍କର ଚିଲିକା କାବ୍ୟରେ ଯଥାର୍ଥରେ କହିଛନ୍ତି, ହସି ଖେଳି ଯେହୁ ଗମନ୍ତି ସମୟ, ଜୀବନ ମଣନ୍ତି ମହୋତ୍ସବମୟ। ପ୍ରକୃତରେ ଦୁର୍ଲଭ କଷ୍ଟପ୍ରାପ୍ତ ମଣିଷ ଜୀବନ ବାସ୍ତବରେ ଏମିତି ନୁହେଁ। ଜୀବନ କେତେ ସାଧ୍ୟ ସାଧନାର ଅଟେ, ସହଜ ବିତାନ କଦାପି ନୁହେଁ। ମଣିଷ ଭୁଲ ଭାବେ, ମଲା ପରେ ମଣିଷକୁ ଜଣାପଡ଼ିଯିବ କି ଜୀବନକୁ କେତେ ସଠିକ୍ କରିବାର ଥିଲା, ଅଥଚ ନିଜେ କରିପାରି ନାହିଁ। ମଣିଷର ଏଇ ଅବବୋଧ ବା ବୁଝିବା ପାଇଁ ଅଲ୍ଲାହ ଖୋଦା ଖୋଦ୍ ଆପଣାଜାତ ମଣିଷର ମଲା ପରବର୍ତ୍ତୀ ଜୀବନରେ ଆଉ ଥରେ ବଞ୍ଚିବା ଅବସ୍ଥା ରଖିଛନ୍ତି କି ମଣିଷ ନିଜେ ଶରୀର ମନରେ ବଞ୍ଚି ଉଠିକି ଦେଖିବ, ଦେଖୁ କି ଅଲ୍ଲାହ ଏକ ଈଶ୍ୱରର ସବୁଦିନିଆ ସନାତନ ବା ଶାଶ୍ୱତ ରହିବାର ଧର୍ମ ଇସଲାମ ହିଁ ହକ୍ ବା ପ୍ରକୃତ। ମୂର୍ତ୍ତି ପୂଜାରେ, ସମକକ୍ଷୀ ପୂଜାରେ ଧର୍ମର ସନାତନପଣ ନଥାଏ, ବରଂ ନଷ୍ଟ ହୁଏ। ଜଣେ ଈଶ୍ୱରରୁ ଅସଂଖ୍ୟ ମିଛ ମନଗଢ଼ା ଈଶ୍ୱରର କଳ୍ପନା ପରବର୍ତ୍ତୀ ସମୟରେ ମଣିଷ ମନକୁ ଆସି ଧର୍ମ, ବିଶ୍ୱାସ ଓ ପରିପାଳନକୁ ଅଯଥା, ବୃଥା, ମିଛ ତଥା ଅପ୍ରକୃତ କରାଇ ଦେଇଅଛି। ସେଇମିତି ଧର୍ମରେ ରହିଥିବା ପୁନର୍ଜନ୍ମ କଥା। ପୁନର୍ଜନ୍ମ ମାନେ ପୁଣି ଥରେ ନୂଆ କରି ମା ପେଟରେ ଥାଇ ଜନ୍ମ ହୋଇ ଶିଶୁରୁ କ୍ରମଶଃ ବୟଃପ୍ରାପ୍ତରେ ବଡ଼ ହେବାକୁ, ପୁଣି ଆତ୍ମାର ଘଟ ବା ଦେହ ପରିବର୍ତ୍ତନ
ଦେହ ପରିବର୍ତ୍ତନ ପ୍ରାପ୍ତିକୁ ଭ୍ରାନ୍ତ ଧାରଣାରେ ବୁଝାଏ। ଏହି ପୁନର୍ଜନ୍ମ ବା ରିବାର୍ଥ ଧାରଣା ବା ଅବବୋଧ ଚିନ୍ତା ଆସିବାର ମୂଳ ଉତ୍ସ ବା ରୁଟ୍ର ମୂଳ ଅରିଜିନ୍ ହେଉଛନ୍ତି ଅଲ୍ଲାହ ବା ଖୋଦା ବା ଭୂମି ଗଗନ ବାୟୁ ନିଆଁର ସ୍ରଷ୍ଟା ଅଧିକାରୀ ଖୋଦା। ଖୋଦା କହିଛନ୍ତି, ମୁଁ ମୋର ଆରାଧନା କରାଇବା ପାଇଁ ମୋର ଜୀବଶ୍ରେଷ୍ଠ ସର୍ବୋତ୍ତମ ମଣିଷକୁ ସୃଷ୍ଟି କରିଛି। ମଣିଷ କଳହ କରୁ, ଫିସାଦିଆ ହେଉ, କଳିହା ସାଜୁ, ଖୁନି ହୋଇ ରକ୍ତପାତ କରୁ, ତଥାପି ମଣିଷ ଭିତରୁ ମହାମାନବ ମୋରି ଇଚ୍ଛା ଓ ଦାନରେ ବାହାରି ସମଗ୍ର ମାନବ ଜାତିର ପ୍ରକୃତ ଧର୍ମ ବାଟର ପ୍ରଦର୍ଶକ ହୋଇ ନର୍କ ଯାତନାରୁ ମଣିଷ ସମ୍ପ୍ରଦାୟକୁ ମୋକ୍ଷ, ମୁକ୍ତି, ନିର୍ବାଣ, କୈବଲ୍ୟ ବା ସଲଭେସନର ଉପାୟ ବତାଇବେ, ମଣିଷକୁ ସୁଧାର କରିବେ, ପାପ ଉଦ୍ଧାର ପ୍ରୟାସୀ ହେବେ। ଅଲ୍ଲାହ ଧର୍ମର କରଣୀୟ ବର୍ଜନୀୟ ପରାମର୍ଶ ଦ୍ୱାରା ବା ଦେଇକି ଲୋକମାନଙ୍କୁ ଧର୍ମରେ ପୁନର୍ଜନ୍ମ ବା ରିବାର୍ଥ ନାମରେ ଅଛି ଭ୍ରାନ୍ତି। ହିନ୍ଦୁ ଧର୍ମର ପ୍ରବୀଣ ବେତ୍ତା ବା ଧର୍ମୀୟ ସ୍କଲାର ନିଜେ ଅଜ୍ଞ ଥାଇ ତାଙ୍କର ଧର୍ମାନୁଗାମୀ ଧର୍ମାଚାରୀଙ୍କୁ ପଥଭ୍ରାନ୍ତ କରାଇଛନ୍ତି କପୋଳକଳ୍ପିତ ମନଗଢ଼ା ତଥ୍ୟ ଦେଇ। ଆତ୍ମା ଅମର, ସେ ମରେନା। ଏକ ଘଟ ଛାଡ଼ି ଅନ୍ୟ ଘଟରେ ପ୍ରବେଶେ। ଘଟ ବା ଦେହ ବଦଳାଏ, ପୁରୁଣା ପୋଷାକ ବଦଳାଇ ନୂତନ ପୋଷାକ ପିନ୍ଧିବା ପରିଧାନ କରିବା ରୀତିରେ, ଯାହାକୁ ଅଲ୍ଲାହ ଜେହାଲତ ବା ମୂର୍ଖାମି କହିଛନ୍ତି। ନିଜେ ଭ୍ରାନ୍ତ, କରୁଛି ବି ବିଭ୍ରାନ୍ତ। ସିନେମା, ମନଗଢ଼ା କାହାଣୀ ଗଢ଼ିକି ଓ କରିକି, ସତ୍ୟତାର ଭେଳିକି ସୃଜିକି, ମଣିଷର ଅବୋଧ, ଅପାଠୁଆ, ଅଜଣା ବିଶ୍ୱାସକୁ ଧକ୍କା ଦେଇକି, ଅବିବେକୀ ମଣିଷ ମେଣ୍ଢାମୁଣ୍ଡିଆ ଉଚିତ ଅନୁଚିତ ନ ବିଚାରି ପଲ ଧରି ମୂର୍ଖଙ୍କ ଭଳି ମିଛ ଧର୍ମ ରାସ୍ତାରେ ଚାଲିଲା। କହିଲା, ମହତ ଜନ ଯେନ ଗତଃ ସ ପନ୍ଥା। ମହତ ଲୋକେ ଯୁଆଡ଼େ ଯାଇଛନ୍ତି ତାହା ଆମ ପାଇଁ ପନ୍ଥା। ଆଉ ବିବେଚନା, ପୁନର୍ବିଚାରର ଭାବନା ଦରକାର ନାହିଁ। ହେଲେ ଏହା ଆଦୌ ଠିକ୍ ନୁହେଁ। ଅନ୍ୟ ବେଳକୁ ବୁଦ୍ଧି ବଢ଼ିଆ କାମ କରୁଛି, ହେଲେ ଧର୍ମ ବେଳକୁ ଦିମାକ ଅଚଳ ହୋଇଯାଉଛି। ପଢ଼ା ନାହିଁ, ଜାଣିବାର ଚେଷ୍ଟା ନାହିଁ, ପଚାରି ବୁଝିଲେ ବି ସତ କଥାର ଅନୁସନ୍ଧାନ ବା ପ୍ରମାଣ ଖୋଜାର ପ୍ରଚେଷ୍ଟା ନାହିଁ, ଆଉ ଜ୍ଞାନ ଶୁଖିଲାଟାରେ ଫଳିବ ବି ନାହିଁ। ଇସଲାମ ଆଦି ବା ପ୍ରଥମ ସର୍ଜିତ ଅଲ୍ଲାହ ପ୍ରଣୀତ ପ୍ରବର୍ତ୍ତିତ ଧର୍ମରୁ ଶୈତାନ ଜରିଆରେ ସେହି ଅଲ୍ଲାହ ହିଁ ନିଜେ ଶୈତାନକୁ ମଣିଷକୁ ପଥଭ୍ରାନ୍ତ କରାଇବାର ଅନୁମତି ପରୋକ୍ଷରେ ମଣିଷକୁ ଦେଇ ଏକ ଧର୍ମରୁ ଅସଂଖ୍ୟ ଧର୍ମ କରାଇ ମଣିଷକୁ ବିଭ୍ରାନ୍ତିରେ ପକାଇଛନ୍ତି ସ୍ୱର୍ଗ ନର୍କକୁ ନେବା ପାଇଁ କେବଳ। ନିଜେ ଏମିତି କହିଛନ୍ତି, ମୁଁ ଅଲ୍ଲାହ ମଣିଷ ଭିତରୁ ଯାହାକୁ ଚାହେଁ ମୋର ସନାତନ ବା ଇଟର୍ନାଲ ଏକେଶ୍ୱର ଧର୍ମର ସତ ପାଳନ ପଥ ଦେଖାଏ, ଯାହାକୁ ଚାହେଁ ପଥହୁଡ଼ା ଗୁମରାହ କରାଏ। ମୋର ଯାହା ଇଚ୍ଛା ତାହା କରେ। କିନ୍ତୁ ମଣିଷକୁ ବୁଦ୍ଧି ବି ଦେଇଛି ଭଲ ମନ୍ଦ ବାଛିବାର। ମଣିଷ ବାଛୁ, ଅଜ୍ଞ, ମୂଢ଼, ନାଦାନ ନ ହେଉ, ନ ବନୁ। ହେଲେ ଅବୁଝା ଲୋକ ଖାଏ ଛତର ହୋଇଯିବ। ଜାଣିବାର ସୁଯୋଗ ଥାଇକି ଯଦି ମଣିଷ ତାର ଉପଯୁକ୍ତ ବିନିଯୋଗ ନ କରେ, ତାହେଲେ ମଣିଷ ଜାଣିଶୁଣିକି ନିଜର କ୍ଷତି ଦୁର୍ଯୋଗକୁ ଆଣେ ବୋଲି ଅଲ୍ଲାହ କହିଛନ୍ତି। କୋରାନ କହେ, ମଣିଷ ସମସ୍ତେ ଅଲ୍ଲାହଙ୍କର କିଛି ପଥମନା ଏବଂ କିଛି ପଥହୁଡ଼ା। ମୁଁ ଅଲ୍ଲାହ ମୋର ବାଟ ଧରିଥିବା ନେକ୍ ବା ପୁଣ୍ୟ ରାହା ଏବଂ ବାଟ ହୁଡ଼ିଥିବା, ଭୁଲିଥିବା, ହଜେଇଥିବା ଗୁମରାହା ସମସ୍ତଙ୍କୁ ବଞ୍ଚି ରହିବାର ସାଧନ ରୋଜି ଦେବି। ପୁଣି ଅମାନିଆଙ୍କୁ, ପଥହୁଡ଼ାଙ୍କୁ ହଠାତ୍ ଅଚାନକ ତାର ଗଲତି, ଗଫଲତି ବା ଭୁଲ କରୁଥିବା ଅବସ୍ଥାରେ ଧରିକି ବେବସ୍ ବା ଅସହାୟ କରି ମୃତ୍ୟୁ ଦେଇ ଅବା ମଣିଷର କ୍ଷତି କରାଇ ଯାତନା ଦେଇ ଭାବିବାର, ସୁଧୁରିବାର ଶିକ୍ଷା ବାଟ ସଂକେତ ଦ୍ୱାରା ଦେବି। ହାତ ଧରାଇ ବାଟକୁ ଆସ, ଧର ବୋଲି କହିବି ନାହିଁ। ମଣିଷ ସବୁ ଜାଣୁଛି, ହେଲେ ଗାଲୁ ପେଲୁଛି, ହେଣ୍ଟି ଦେଉଛି, ଜାଣିକି ଅଜଣା ରହୁଛି, ବଦଳିବାକୁ ଚାହୁଁନାହିଁ। ସମାଜ ଆତ୍ମୀୟଙ୍କୁ ଡରୁଛି। ମୁଁ ଯଦି ମୁସଲମାନ ହେବି, ହୋଇଯିବି, ତେବେ ମୋର ପରିବାର, ନିଜ ଲୋକ ଛି ଛାକର କରିବେ, ଜୀବନରୁ ମାରିବାର ଷଡ଼ଯନ୍ତ୍ର କରିବେ, ସମାଜରେ ଏକା ହୋଇଯିବି, ମୋତେ କେହି ପଚାରିବେ ନାହିଁ। ହେଲେ ମଲାପରେ ଯେବେ ଅଲ୍ଲାହର କ୍ରୋଧ ଗଜବ୍ର ଶାସ୍ତିରେ ପଡ଼ିବୁ, ମୁବତଲା
ହେବୁ, ବନ୍ଦୀ ହେବୁ, ସେଠି ତୋର କେହି ସାଥୀ ସହାୟକ ହେବେ ନାହିଁ, ପିଠିରେ ପଡ଼ିବେ ନାହିଁ, ମୁକ୍ତିର ବାଟ ବି ନାହିଁ। ଇହ ଜଗତର ପୂର୍ବ ଜୀବନକୁ ଫେରିବାର ସୁଯୋଗ ବି ମିଳିବ ନାହିଁ। ବିକଳ ହେଉଥିବୁ, ଚିତ୍କାର କରୁଥିବୁ, ଅନୁତାପ କରୁଥିବୁ, ହେଲେ ସଂଶୋଧନ ବାଟ ନଥିବ। ଆଲ୍ଲାହ ଦୋଷ ଦେଖାଇ କଠୋର ଶାସ୍ତି ଦେଲାବେଳେ କହୁଥିବ, ତୁମକୁ କ'ଣ ସେଇ ବୟସ, ଆୟୁଷ, ବୁଦ୍ଧି, ବିବେଚନା, ବିଚାର ଶକ୍ତି, ପୁରାଣ ଗ୍ରନ୍ଥ ପଠନ, ସାଧୁସଙ୍ଗ ଦେଇଥିଲି, ହେଲେ ଉପଯୁକ୍ତ ସଦ୍ବିନିଯୋଗ କଲ ନାହିଁ। ଏବେ ସେମିତି ପଡ଼ିଥା, ମୋ ସଙ୍ଗେ କଥା କୁହନା। ତୁମେ ସବୁ ହଜେଇ ଦେଇ ଆସିଛ, ପରଲୋକ ପ୍ରାପ୍ତିର, ସୁଧାରର ନୁହେଁ, ଆଉ ଛଡ଼ାଛଡ଼ି ନାହିଁ। ଛାଡ଼ିଦେଲେ ପୁଣି ସେଇ କାମ କରିବ ଯାହାକୁ କରିବାକୁ ତୁମମାନଙ୍କୁ ମୁଁ ଆଲ୍ଲାହ ମନା କରିଥିଲି। ଆଲ୍ଲାହ ପ୍ରତିଶୋଧୀ, ଯେସାକୁ ତେସାରେ ବିଶ୍ୱାସୀ, ବଦଳ ଦାନକାରୀ। ତୁମକୁ ତାହାରି ବଦଳ ମିଳିସାରିଛି ଯାହା ତୁମେ ସବୁ ନିଜ ପୂର୍ବ ଜୀବନରେ କରି ଆସିଛ। ଏଠି ତୁମର କେହି ପୁରସାନି ହାଲ ବା ପରେଶାନୀ, ହଇରାଣ, ଅଶାନ୍ତିକୁ ଜାଣି ଚିହ୍ନି ଲାଘବ କରିପାରିବେ ନାହିଁ, ଜଞ୍ଜାଳ ଦୂରେଇବେ ନାହିଁ। ଯେଉଁମାନଙ୍କ ବୋଲ ମାନି ଏକେଶ୍ୱରର ମୋର ସନାତନ ଧର୍ମକୁ ମାନି ନଥିଲ, ଅବଜ୍ଞା କରି ଅମାନିଆ ହୋଇଥିଲ, ନିଜ ମନକୁ ଅଯଥା ଅତ୍ୟାଚାରରେ ପକାଇଥିଲ, ଭାବିଥିଲ ତୁମର ଆଉ ଉଠିବା ନାହିଁ। ଘଟ ପରିବର୍ତ୍ତନ କରିଦେଲେ, ଆତ୍ମା ପରମାତ୍ମାଙ୍କଠାରେ ଯାଇ ମିଶିଗଲେ, ଲୀନ ହୋଇଗଲେ, ଆତ୍ମାର ଆଉ ପୁନର୍ଜନ୍ମ ହୋଇନଥାଏ। ଯିଏ ତୁମକୁ ଏମିତି କହିଥିଲେ ଓ ଯେଉଁ ମାନବ ରଚିତ ପୁରାଣ ବହିରୁ ତୁମେମାନେ ପଢ଼ିଥିଲ, ସବୁକିଛି ଭୁଲ। ମୁଁ ଆଲ୍ଲାହ ଆଲେମୁଲ୍ ଗାଇବି ଓ ଶାହାଦତି। ମୁଁ ଖୋଦା ଜାଣେ ଆକାଶ ପୃଥିବୀର ସବୁ ଗୁପ୍ତ ଖବର ଏବଂ ଏହା ବି ଜାଣେ ମଣିଷ ଯାହା ସବୁ କହେ ଏବଂ ଯାହା ସବୁ ଲୁଚାଏ। ମୁଁ ଆଲ୍ଲାହ ସବୁଠାରୁ ବଡ଼ ଶ୍ରେଷ୍ଠ ସାକ୍ଷ୍ୟଦାତା ବା ଶାହାଦତ କର୍ତ୍ତା। ମୁଁ ମଣିଷକୁ ପ୍ରଥମେ ବନାଏ ବା ତିଆରି କରେ ମା ପେଟରେ, ପୁଣି ମଲା ପରେ ବି ମଣିଷ ଫନା ହେବା ବା ଧ୍ୱଂସ ହେବା ପରେ ବି ତାକୁ ଆଉଥରେ ସଚଳ ଜୀବନ୍ତ କରି ଶରୀର ମନରେ ତିଆରି କରିଦେବି। ମୁଁ ଆଲ୍ଲାହ ସବୁକିଛି କରିପାରେ, ସବୁ ପ୍ରକାରେ କରିପାରେ, କରିବା ମୋ ପକ୍ଷେ ଅସମ୍ଭବ ଜମା ନୁହେଁ। ମୁଁ କୁନ୍ ଫୟକୁନ୍ ବା ହୁଅ ହୋଇଯା କହିଦେଲେ ସବୁକିଛି ହୋଇଯାଏ। ମଣିଷ କହୁଛି ମଲା ପରେ ଆଉ ଥରେ ବଞ୍ଚିବ ନାହିଁ। ଏଥିନେଇ ମଣିଷ ପାଖେ କି ପ୍ରମାଣ ଅଛି, ଦଲିଲ ଅଛି, ପେଶ କରୁ, ଦେଖାଅ। ଖାଲି ପାଟିରେ କହିଦେଲେ ହେବ ନାହିଁ। ମୁଁ କିନ୍ତୁ କହୁଛି, ମଣିଷର କଥା ସତ ନୁହେଁ, ମୋ କଥା ସତ। ମଣିଷ ମୋ ଠାରୁ ଜାତ ହୋଇ ମୋ ଠାରୁ ଆଗକୁ ବଢ଼ିଯାଉଛି। ଆଉ ସୀମା ଟପାକାରୀ ମଣିଷ, ସୀମା ଅତିକ୍ରାନ୍ତ ମଣିଷ ମୋତେ ଆଲ୍ଲାହ ପସନ୍ଦ ନୁହନ୍ତି, କିମ୍ବା ଏଭଳି ମଣିଷକୁ ମୁଁ ସାଥୀ କରିନଥାଏ। ମଣିଷ ମଲା ପରେ ବଞ୍ଚିବ, ଅବଶ୍ୟ ବଞ୍ଚିବ। ଆଉ ଏମିତି ବଞ୍ଚିବ କି ଯେମିତି ଗ୍ରୀଷ୍ମ ଦିନେ ଫଟା ଟାଙ୍ଗରା ବଞ୍ଜର ଅନାବାଦୀ ଜମି ଶୁଖି ମରି ପଡ଼ିଥାଏ, ପୁଣି ବର୍ଷା ଜଳରେ ଯେମିତି ଶ୍ୟାମ ସବୁଜିମାରେ ଭର୍ତ୍ତି ହୋଇଯାଏ, ଦୁବ ଘାସ କଅଁଳାଏ, ସେଇମିତି ହେ ମଣିଷ, ତୁମେ ମୋର ଗୋଟିଏ ଡାକ କୁନ୍ ଫୟକୁନ୍ ବା ହୁଅ ହୋଇଯା କହିଦେବାରେ ପୁଣି ଚଟାପଟ ତିଆରି ହୋଇ ଭୂମିରୁ ଉଠି ଆସିବ। ଆଲ୍ଲାହ ଆହୁରି ମଧ୍ୟ ଉଦାହରଣ ଦେଇଛନ୍ତି, ମିନ୍ହା ଖଲକ୍ନାକୁମ୍ ଓଫିହା ନୁଇଦୁକୁମ୍ ଓମିନ୍ହା ନୁଖ୍ରିଜୁକୁମ୍ ତାରତନ୍ ଉଖ୍ରା। ଓଡ଼ିଆ ଅର୍ଥ ହେଲା, ଆମ୍ଭେ ଆଲ୍ଲାହ ତୁମକୁ ଭୂମିରୁ ତିଆରି କରିଛୁ, ସେଇଥିରେ ମଲା ପରେ କବର ଦେଇ ନେଇଯିବୁ, ସେଥିରୁ ପୁଣି ଦ୍ୱିତୀୟ ଥର ଜୀବନ୍ତ କରି ବାହାର କରାଇବୁ। ପ୍ରଥମ ଥର ବାହାର କରାଇବା ମା ପେଟରୁ ହୋଇଥିଲା। ମା ପେଟ ପିଲାର ପ୍ରଥମ କବର, କାରଣ ପିଲା ଆଲ୍ଲାହଙ୍କ ଦ୍ୱାରା ତିଆରି ହୋଇ ପ୍ରଥମେ ମଲା ଭଳି ମା ପେଟରେ ପଡ଼ିଥାଏ। ତାପରେ ଆଲ୍ଲାହ ସେଥିରେ ରୁହ ବା ଆତ୍ମା ଭରନ୍ତି। ତାପରେ ପିଣ୍ଡ ବା ଶରୀର ସଚଳ ହୋଇ ମା ପେଟରେ ବୁଲୁଥାଏ। ଏଠି କ'ଣ କାମ କଲା ନା ଜୀବନ ପ୍ରଥମ ଥର ହୋଇ ଆରମ୍ଭ ହେଲା। ମଲା ପରେ ଯେଉଁ ଦେହରେ ମଣିଷ ମରିଛି, ସେହି ଦେହରେ ପୁଣି ଆତ୍ମା ଦ୍ୱାରା ଜୀବନ ପାଇବାକୁ ପୁନର୍ଜୀବନ କହନ୍ତି। ପୁନର୍ଜନ୍ମ ମାନେ ଆଉ ଥରେ ଜନ୍ମ ହେବା, ଜନ୍ମ ହୋଇ ପୁଣି ଥରେ ମୂଳରୁ ଶିଶୁ, କିଶୋର, ଯୁବକ, ପ୍ରୌଢ଼, ବୃଦ୍ଧ ଥାଇ ଜୀବନ ବିତାଇବା, ଆଉ ଏହା ବାରମ୍ବାର ଏକ ଚକ୍ର ରୀତିରେ
ଠିକ୍ ପ୍ରକୃତିର ଜଳଚକ୍ର ଭଳି ବା ୱାଟର ସର୍କଲ ହୁଏ। ଘଟ ବଦଳାଇଲେ କ'ଣ ଆତ୍ମାର ପରିଣାମର ପ୍ରକୃତ ଦଣ୍ଡ ପ୍ରାପ୍ତି ହେଲା? ନୁହେଁ, କଦାପି ନୁହେଁ। ଆଲ୍ଲାହ ପାଖରେ କ'ଣ ଆତ୍ମାର ଅଭାବ ଅଛି କି ଯେ ଆଲ୍ଲାହ ନୂଆ ଶରୀରକୁ ନୂଆ ଆତ୍ମା ନ ଦେଇ ପୁରୁଣା ଆତ୍ମାରେ କାମ ଚଳାଇବ? ଏ ଅତି ମୂର୍ଖାମୀ କଥା ଏବଂ ଯିଏ ବୁଦ୍ଧି ବିବେଚନା ନ ଖଟାଇ ବିଶ୍ୱାସ କରୁଛି ସେ ତତୋଧିକ ନିର୍ବୋଧ। ପ୍ରକୃତ କଥା ନ ଜାଣି ହାତରୁ ବହି ଲେଖିଦେଲେ କ'ଣ ତାହା ଆଲ୍ଲାହର ସତ୍ୟଶୀଳ କଥା ହୋଇଯିବ? ଜମାରୁ ନୁହେଁ, ଆଦୌ ନୁହେଁ। ମଣିଷର ପ୍ରକୃତ ଜାଣିବା ଓ ଜ୍ଞାନ ଧରିବା ପାଇଁକି ହିଁ ଆଲ୍ଲାହ ନିଜର ଜ୍ଞାନ ଦେଇ ଓହି ବା ବାର୍ତ୍ତା ସନ୍ଦେଶ ଜରିଆରେ ପୈଗମ୍ବରମାନଙ୍କୁ ଧରାପୃଷ୍ଠକୁ ଛାଡ଼ିଥିଲେ ଗାଏବ ବା ଅଜଣା କଥାକୁ ମଣିଷକୁ ଜଣେଇବେ ବୋଲି। ମଣିଷ ଯାହା ଜାଣିଛି ପୈଗମ୍ବର ଆଡ଼ୁ ପୁରାଣ ବହି ପଢ଼ି ସେଥିରେ ନିଜ ଆଡ଼ୁ କଳ୍ପନା କରି ଅନେକ କଥା ମିଶାଇ ମଣିଷକୁ ଭୁଲେଇ ଦେଇଛି, ନିଜେ ବି ଭୁଲିଛି। ସତ୍ୟତାର ମିଛ ଭେଳିକି ସୃଜିଛି। ଏମିତି ଦୈବୀ ପୁସ୍ତକ ବି ମଣିଷ ଦ୍ୱାରା ବଦଳିଛି ଯାହାର ପ୍ରମାଣ ଖ୍ରୀଷ୍ଟଧର୍ମ ଗ୍ରନ୍ଥ, ଯାହାର କୋରାନ ନାମ ଇଞ୍ଜିଲ ସାରା ଜଗତର ମଣିଷ ପାଠକକୁ କୋରାନ ଜରିଆରେ ଜଣାଇଛନ୍ତି। ବାଇବେଲ ମଣିଷ ଯାହାର ନାମ ରଖିଛି। ଦିବ୍ୟ ପବିତ୍ର ଗ୍ରନ୍ଥ କୋରାନର ସତ୍ୟତା ପ୍ରାମାଣିକତା ସମ୍ପର୍କରେ ଆଲ୍ଲାହ ସେହି କୋରାନରେ କହିଛନ୍ତି, କୋରାନ ସତ୍ୟତାକୁ ଧରି ସତ୍ୟତାର ପ୍ରତିଷ୍ଠା ପାଇଁ ଓ ମୋରି ସୁରକ୍ଷାରେ ଥାଇ ମହମ୍ମଦଙ୍କ ଦ୍ୱାରା ପ୍ରଦତ୍ତ ହୋଇ ଜଗତକୁ ମାନବର ଧର୍ମର ପ୍ରକୃତତା ଜାଣିବା, ମାନିବା, ଗ୍ରହଣ କରିବା ଓ ପ୍ରଚାର ପ୍ରସାରର ଲକ୍ଷ୍ୟ ନେଇକି। ମହମ୍ମଦ ଯଦି କୋରାନ ସମ୍ବନ୍ଧରେ ଗୋଟିଏ କଥା ମନଗଢ଼ା କପୋଳକଳ୍ପିତ କରି କହିଥାନ୍ତେ, ତେବେ ମୁଁ ଆଲ୍ଲାହ ସେଇଠି ସାଙ୍ଗେ ସାଙ୍ଗେ ତାଙ୍କର ବେକ ଗଳା କାଟି ଦେଇଥାନ୍ତି। ପାଠ ହାକ୍କା ସେ ସେମିତି କହୁଛନ୍ତି ଯେମିତି ତାଙ୍କୁ କରିବାକୁ କୁହାଯାଇଅଛି। କୋରାନକୁ ଆଲ୍ଲାହଙ୍କର ବାଣୀ ବିଶ୍ୱାସ ନ କରିବା, ଏହାକୁ ସତ୍ୟ ବୋଲି ନ ମାନିବା ହେଉଛି ଆଲ୍ଲାହ ବା ଖୋଦାଙ୍କ ପ୍ରତି ପାପ। ଆଉ ଏମିତି ମଣିଷ ବି ଆଲ୍ଲାହଙ୍କ ବିଚାରରେ ଅବିଶ୍ୱାସୀ କାଫିର କୁହାଏ। ମଲା ପରେ ସବୁଦିନିଆ ନର୍କଦଣ୍ଡର ପ୍ରାପ୍ତକାରୀ ହୁଏ ବା ହେବ ବୋଲି କୋରାନ କହେ। ଯିଏ ଅବିଶ୍ୱାସୀ ହୋଇ ମରିଛି ସେ ତ ହେଲା ଏବଂ ଯେ ଆଗାମୀ ସମୟରେ ମରିବ ସେ ବି ହେବ ଯଦି ନିଜକୁ ନ ବଦଳାଏ, ଜିଦ୍ଦିରେ ଅଟଳ ରହେ। ଆଲ୍ଲାହ କହୁଛନ୍ତି ଅଲ ବକର ପାଠରେ କି ତୁମେ କାହିଁକି ଖୋଦାଙ୍କର ଅମାନିଆ ହେବ? ତୁମେ ମୃତ ଥିଲ, ସେ ତୁମକୁ ବଞ୍ଚେଇଲା, ପୁଣି ତୁମକୁ ମାରିବ, ପୁଣି ତୁମକୁ ବଞ୍ଚେଇବ, ପୁଣି ତାରି ଆଡ଼କୁ ଫେରିବ ଯିବ। ଭାଗ 1 ପୁନର୍ଜୀବନ ଅଛିର ନମୁନା ମିଳେ। ପାଠ ଅନାମରେ କହିଛନ୍ତି, ଆଉ ଯେବେ ତୁମେ ଦେଖିବ ସେମାନଙ୍କୁ ଯେଉଁମାନେ ନିଆଁ ଉପରେ ଠିଆ କରାଯିବେ ତ କହିବେ, ହାୟ, କୌଣସି ଉପାୟରେ ଆମକୁ ଫେରିବାକୁ ଦିଅନ୍ତେ, ତେବେ ଆମେ ନିଜର ପ୍ରଭୁଙ୍କ କଥାମାନଙ୍କୁ ମିଛ ବୋଲି ଭାବିବୁ ନାହିଁ ଏବଂ ମୁସଲମାନ ହୋଇଯାଆନ୍ତୁ। ଖୋଦାଙ୍କର ଏହି କଥା ସୂଚିତ କରାଏ କି ପୁନର୍ଜନ୍ମ ନାହିଁ। ଭାଗ 6 ପାଠ ୟୁନୁସ ଭାଗ 11ର ଗୋଟିଏ ସ୍ଥଳରେ ଅଛି, ଆଲ୍ଲାହର ଆଡ଼କୁ ତୁମ ସବୁ ମଣିଷଙ୍କୁ ମରିକି ଫେରିବା ଅଛି। ଆଲ୍ଲାହର ସତ୍ୟ ସଂକଳ୍ପ ନିଃସନ୍ଦେହତଃ ଆଲ୍ଲାହ ପ୍ରଥମେ ବନାଏ, ପୁଣି ଫନା ବା ଧ୍ୱଂସ ପରେ ଦ୍ୱିତୀୟ ଥର ତିଆରିବ ସେମାନଙ୍କୁ ଯେଉଁମାନେ ମୁସଲମାନ ଥିଲେ ଆଉ ଭଲ କାମ କରିଥିଲେ କି ନ୍ୟାୟର ପ୍ରତିଦାନ ଦେବ। ଆଉ ଅବିଶ୍ୱାସୀ କାଫିରଙ୍କ ପାଇଁ ପିଇବାକୁ ଫୁଟନ୍ତା ଜଳ ଆଉ ଦୁଃଖଦାୟକ ଯନ୍ତ୍ରଣା ସେମାନଙ୍କ ଅବିଶ୍ୱାସୀ ହେବାର ବଦଳ ପାଇଁ। ପାଠ ବନି ଇସ୍ରାଏଲରେ ଅଛି, ଲୋକେ ପୈଗମ୍ବରଙ୍କୁ ପ୍ରଶ୍ନ କରୁଛନ୍ତି କି କ'ଣ ଯେବେ ଆମେ ମରିକି ହାଡ଼ କଙ୍କାଳ ଏବଂ ଖଣ୍ଡ ଖଣ୍ଡ ଅସ୍ଥି ଟୁକୁଡ଼ାରେ ପରିଣତ ହୋଇଯିବୁ, କ'ଣ ସତରେ ନୂଆ ରୂପରେ ଉଠିବୁ? ହେ ରସୁଲ, ତୁମେ କହିଦିଅ କି ତୁମେ ପଥର ହୁଅ ଅବା ଲୁହା, ଯେଉଁଥିରେ ବଦଳୁଛ ବଦଳ, ଆମକୁ କିଏ ଜାତ କରିବ? ତୁମେ କୁହ, ସେଇ ଯିଏ ତୁମକୁ ପ୍ରଥମ ଥର ଜନ୍ମ କରାଇଥିଲା। ଯେଉଁଦିନ ସେ ତୁମକୁ ଡାକିବ ତୁମେ ତାରି ଆଡ଼କୁ ପ୍ରଶଂସାର ସହିତ ତାରିଫ କରି ପଳେଇ ଆସିବ। ପାଠ ମରିୟମରେ ଅଛି, ମଣିଷ କହୁଛି, କ'ଣ ଯେବେ ମୁଁ ମରିଯିବି ନିଶ୍ଚୟ ଶୀଘ୍ର ବଞ୍ଚିକି କଢ଼ାଯିବି? କ'ଣ ମଣିଷକୁ ମନେ ନାହିଁ କି ମୁଁ ଆଲ୍ଲାହ ମଣିଷକୁ ଏହା ପୂର୍ବରୁ ପ୍ରଥମ ଥର ତାକୁ ତିଆରିଥିଲି ଯେବେକି ସେ କିଛି ବି ନଥିଲା? ଆଲ୍ଲାହ ପ୍ରକୃତ ଆଉ ସେ ମଡ଼ା
ବା ମୃତକଙ୍କୁ ବଞ୍ଚେଇବ, ଆଉ ସେ ସବୁ କିଛି କରିପାରେ। ପାଠ ହଜ୍ ଭାଗ 17। ଏମିତି ଅନେକ ବର୍ଣ୍ଣନା ଆଲ୍ଲାହ କଥା ଛଳରେ ଦେଇକି ପ୍ରମାଣିତ କରାଇବାକୁ ଚାହିଁଛନ୍ତି। ମଲା ପରେ ପୁନର୍ଜୀବନ ଅଛି। ପୁନର୍ଜୀବନ ତାହା ଯେଉଁ ଶରୀରରେ ଥାଇ ମଣିଷ ମରିଥିଲା, ପୁଣି ସେହି ଏକ ହିଁ ଶରୀରରେ ଆତ୍ମା ସହିତ ଜୀବନ ପାଇ ବଞ୍ଚି ଉଠିବ। ହେଲେ ଏଇ ଘଟିବାକୁ ଅଜ୍ଞ ଅଜଣା ମଣିଷ ଅଲଗା ଢଙ୍ଗରେ ପୁନର୍ଜନ୍ମ ବୋଲି କହିଅଛି। ଏଠି ଜନ୍ମର ମାନେ ଜାତ ବା ନିର୍ମାଣ। ତାହା ଆଲ୍ଲାହଙ୍କ ପାଇଁ ସମ୍ଭବ, ଯେହେତୁ ଆଲ୍ଲାହ ସର୍ବକର୍ମବାନ, ସବୁକିଛି କରିପାରନ୍ତି। ଅଜଣା, ଅଦୃଶ୍ୟ ବା ଗଏବକୁ ଜାଣୁନଥିବା ମୂଢ଼ ମଣିଷର ପରିଭାଷା ବା ବାକ୍ର ଭିନ୍ନ ଚାତୁରୀ। ମଣିଷ ଭାବୁଛି ଶରୀର ତ ହାଡ଼ ମାଂସରେ ଟୁକୁଡ଼ା ଟୁକୁଡ଼ା ହୋଇଗଲା, ଅତି ଟିକି ଟିକି ଖଣ୍ଡରେ ଗୁଣ୍ଡା ଗୁଣ୍ଡା ହୋଇଗଲା, ତେଣୁ ସେ କେମିତି ତିଆରି ହେବା ଅସମ୍ଭବ। କିରେ, ମଣିଷ ପାଇଁ ସିନା ଏଭଳି ଚିନ୍ତା, ହେଲେ ଭଗବାନଙ୍କ ପାଇଁ ଏହା ଚିନ୍ତା ନୁହେଁ। ଜଣାପଡ଼ୁଛି ଯେ ଆଲ୍ଲାହଙ୍କର ସର୍ବଶକ୍ତିମାନତାରେ ମଣିଷର ଆସ୍ଥା ନାହିଁ, ପୂର୍ଣ୍ଣ ବିଶ୍ୱାସ ନାହିଁ। ସେଥିପାଇଁ ସେ ପୁନର୍ଜୀବନକୁ ଅସମ୍ଭବ ମଣୁଛି। ଆଲ୍ଲାହ କହିଛନ୍ତି, ମୁଁ ସବୁକିଛି କରିପାରେ, କରିବା ମୋ ପାଇଁ ଅସମ୍ଭବ ନୁହେଁ। ମଣିଷ ଏହା କେମିତି ଭାବିପାରିଲା? ଅଗତ୍ୟା ଆତ୍ମାର ନୂତନ ଘଟରେ ସ୍ଥିତି ନିହାତି ଦରକାର। ଏହା ହିଁ ଅବୋଧ ମଣିଷର ଏକ ସତ୍ତ୍ୱିକ ଭ୍ରାନ୍ତି।